বিজয় কর বাল ভোগ খিয়া ঠাকুর। কপি কীর্তন রথ এଠି ଆପଣମାନେ ସଂଦର୍ଶନ କରୁଛନ୍ତି ପ୍ରଭୁ ଜଗଧାବନ ସ୍ୱାମୀଙ୍କୁ। ଯେଉଁ ଭଜନ ଆପଣ ଶୁଣୁଥିଲେ ସେହି ଭଜନର ଆତ୍ମିକ ସ୍ୱର କେଡ଼େ ମଧୁର ଥିଲା ଯେ ଭଗବାନ ବାଳ ରୂପରେ ଦର୍ଶନ ଦେଉଛନ୍ତି। ଯେଉଁମାନେ ଭଗବାନଙ୍କର ବାଳ ଭୋଗ ଖାଇବେ, ଯେଉଁମାନଙ୍କର ବାଳ ପ୍ରୀତି ତାଙ୍କ ପ୍ରତି ସମର୍ପିତ ହେବ, ସେମାନଙ୍କର ପୁନର୍ଜନ୍ମର ବାଧା ନାହିଁ। ଯାତ୍ରାରେ ବାହାରିଛନ୍ତି ସେ ହେଉଛନ୍ତି ଇଟ୍ୟ ପରମ ପୂଜ୍ୟ, ସମସ୍ତଙ୍କର ପୂଜ୍ୟ ଅଟନ୍ତି। ଯିଏ ତାହାକୁ ଯେଉଁ ରୂପରେ ଦେଖେ, ଯେଉଁପରି ଭାବରେ ତାଙ୍କୁ ଅର୍ଚ୍ଚନା କରେ, ବନ୍ଦନା କରେ, ସ୍ମରଣ କରେ, ମନନ କରେ, କୀର୍ତ୍ତନ କରେ, ସେ ସେହିପରି ଭାବରେ ତାଙ୍କୁ ସଂଦର୍ଶନ କରିପାରେ। ଭକ୍ତଟିଏ ଯଦି ଭଗବାନଙ୍କୁ ନିଜର ରକ୍ଷାକର୍ତ୍ତା ରୂପରେ ଚିନ୍ତା କଲା, ଦୁରିତ ଖଣ୍ଡନ କରିବା ପାଇଁ ଆକୁଳ ପ୍ରାର୍ଥନା କଲା, ସେ ଯଦି ଭାବମୟ ହୋଇ ଅଶ୍ରୁମୁଜା ଦେଇପାରିଲା, ଠାକୁର ତାର ହେଇଯାଆନ୍ତି। ଭକ୍ତ ଭଗବାନ କହୁଛନ୍ତି ମୁଁ ଭକ୍ତ ତୋର ଅଧୀନ ଅଟେ, ଭକ୍ତ ମୋର ଜୀବନ ଅଟେ। ଭଗବାନଙ୍କୁ ଆମେ ଆମର ପବିତ୍ର ଭାବନାରେ ବନ୍ଦନା କରିବା, ଆତ୍ମାରେ ସେ ଭକ୍ତିମୟ ଏକ ଭଜନ ପରିବେଷଣ କରିବା ହେବ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଜଗନ୍ନାଥ ରୂପେ ଥିଲୁରେ କାଳିଆ, ଜଗନ୍ନାଥ ରୂପେ ଥିଲୁରେ କାଳିଆ, ତୋଧିବା ମନକୁ ଥିଲୁ ଭକତ ପରମା ଭାବରେ ପଡ଼ିଲ, ନନ୍ଦୀ ଘୋଷେ ବିଜେ କଲୁ। ভক্তির পরীক্ষা কলু তু ভক্তর, তো পাই ভকত দেলা তা জীবন, তা ডরিরে বন্ধা হেলু কালিয়ারে, নন্দী ঘোষে বিজে কলু। ভক্ত ভগবান অভিন্ন প্রমাণ, যুগে যুগে রখি দেলু। ভকত পরমা ভাবরে পড়িল, নন্দী ঘোষে বিজে কলু।